तोहर छाती धन्य धन्य रे ए झा तमे सत्य भामा ए धन्य तोहर छाती धन्य धन्य रे धन्य तोहर छाती धन्य धन्य रे श्रीकृष्ण को बाबा तुम नाम सत्य भामा आओ श्रीकृष्ण को बाबा तुम नाम सत्य भामा ए सभारे करुछ धन्य धन्य गो धन्य तोहर छाती धन्य धन्य गो आपण भगवान कृष्ण स्त्री हुई कृष्ण पाखे रहा कथा नहीं कि जदि कृष्ण स्त्री तुम्हें कृष्ण पाखे रहा कथा किंतु कृष्ण को छाड़ी ए अधरात्रि रे तुम अर्जुन निकट को कहीं आसुछ ना तमें दर्शन कर दर्शन कर हाउ जब दर्शन करने को चाहूछ दर्शन कर आज्ञा सत्य भामा आपण को पास को दर्शन निमंते आछंती दर्शन हाँ मोते हे दूत काली काली से रैवत पर्वत रे अर्घ्य बंदापना समय मत जाई दर्शन करिसंती काली तो दर्शन करिसंती आज केउ रे दर्शन करिछि सत किंतु कथा पतर होई जीवी कि परि म कथा हेबा को आसीछि माने कथा हेबिया का दिव्या जीव जे तमे क्वाड पसिलो तापर जानिबो हला हां हां आज्ञा सत्य भामा कोन कहउछि बुझिले कि आमे देखा एइटु सत किंतु मनर हृदयर आवेग भरा स्मृति जो रहिछि हां सेरा बखणिया पई बखण नांदी हां ए दूत तम सत्य हाँ कहले मुझे दिखाई है कथबार्ता सहित कदापि हेबनी तमें धरिक आसिका श्रीकृष्ण का आज्ञा प्रतिपालन करी मो संगत रे मो ननंद को नहीं आसी थी ओ सेथि पई देखा दर्शन करिबा को चाहूछ से कथाटा कहून मु डायरेक्ट पड़े बोली कहूछ हैं देख आज्ञा केमिति भूली जाउछथि आके मो ननंद आके ननंद तमे भाउज हां ओढ़िया घड़ी हे जो ननंद भाउज हैं आज्ञा हां जे कि सत्यभामा आसीछंती केवल से एकेला नुहंती साथी रे तांकर ननंद सुभद्रा को धरिकी आसीछंती से आपन को दर्शन करिवि कि कथा हे कि दिबे कथा दीपद हे कि पळै जिवे आज्ञा ना काई कि नहीं कथा कदापि हेब नहीं काई स्त्री सहित पुरुष माने कथा वार्ता हबा अनुचित पुणी एपरी स्त्री जाति माने गोटे विश्वास नहीं अच्छा माने होचि गोटे गोटे विश्वासघातक तुम पुरुष जाति की विश्वास नहीं तुम पुरुष जाति गोटे विश्वासघातक विश्वास रे विश्वास में लोक कहळ कहळ कथा कहि देबो बस को चढ़े कि मूल हानि देबो तमरो सपक्ष रे मु अछि एते निंदा करना आगे नारी जाति की तुम पुरुष जाति की विश्वास नहीं
କାଟୁଛି ଏମିତି ମାଡ଼ଗୋଳ ହଉଛ କି ତମେ? ପ୍ରତିହାର ହଁ କଥା ହେବାକୁ ଆସୁଛୁ ମାନେ କଥା ହେବୁ ଆଗ ଯିବୁ ଆଗ। କଥା ହବା ଆଗା ଯିବା ଆଗା। ହଁ। ମହାପ୍ରଭୁ ଆପଣ ଏତେ ସ୍ତ୍ରୀ ଜାତିକି ନିନ୍ଦା କରୁନି ଆଜ୍ଞା। କାହିଁକି ଜାଣତ ନା? କାହିଁକି ଏ ସଂସାର ସୃଷ୍ଟି ହେଇଛି ନାରୀ ଠାରୁ ନାଇଁ ମାନୁଛି ମା ଯଦି ନଥାନ୍ତେ ଆମେ ସୃଷ୍ଟି ହେଇଥାନ୍ତେ କି ମା? ତେଣୁକରି ଶୁଣନ୍ତୁ ହେ ଅର୍ଜୁନ ନାରୀଙ୍କୁ ହିଁ ନିନ୍ଦିଲ ହେଉଛି ସଂସାର ସ୍ତ୍ରୀ ହେନି ଆପ ଜାତ ସ୍ତ୍ରୀ ନଥିଲେ ପୁରୁଷ କାହିଁରେ ନ ଜଣି ସ୍ତ୍ରୀ ଯୋଗ ସଂସାରରେ ଜନମନ୍ତି ପ୍ରାଣୀ ସ୍ତ୍ରୀ ଲାଗି ପୁରୁଷଟି ବୋଲାଏ ରସ ସ୍ତ୍ରୀ ଯୋଗୁ ଜଳଦି ଶୈକୋଳ ଜାତ ସ୍ତ୍ରୀ ଯୋଗୁ ମହତ ଯେ ସ୍ତ୍ରୀ ଯୋଗୁ ଧନ ଘରକୁ ସୁନ୍ଦର ଦିଶେ ଧରଣୀର ତନ ମହାପ୍ରଭୁ ଏଣୁକରି ସ୍ତ୍ରୀକୁ ନିନ୍ଦା କରିବା ଉଚିତ ନାହିଁ। କାହିଁକି ନା ଏ ହେଉଛି ଶକ୍ତି। ଯେମିତି ତମର ଶରୀର ଅଛି, ଶରୀର ଯଦି ଅଛି ତମ ଶରୀର ଭିତରେ ଯଦି ଶକ୍ତି ନାହିଁ ତାହେଲେ ସେ ଶରୀର କାହା କାମକୁ ନାହିଁ। ସେମିତି ନାରୀ ନଥିଲେ ଏ ସଂସାର ମଧ୍ୟ କୌଣସି କାମର କରିବ ନାହିଁ। ଏ ତ ମୁଁ ବି ମାନୁଛି ହଁ କିନ୍ତୁ ନାରୀ ଜାତି ହଉଛି ଗୋଟେ କପଟି ଜାତି। ହେଲେ କଣ ଦର୍ଶନ ଦିଅନ୍ତୁ ଆଜ୍ଞା। ନା। ଗୋଟେ କାମ କର ହେ ଟିକେ ଦୂର ଥାଇ କଥାବାର୍ତ୍ତା ହେଇକି ପଳେଇ ନା କଥା ହେବ ନାହିଁ। ଏ ଝିଅ ହଁ ଆମ ଆଜ୍ଞା ହଁ କଣ କହିଲେ କି? ଝିଅ ପିଲା ଟିକେ ଡର ତାଙ୍କୁ ଡରୁଛନ୍ତି? ମାଇ ଛାଇ ପଡିଲେ ହଁ ଏଣ୍ଡା ଶୁଖିଲା ଭଳିଆ ଶୁଖିଯିବେ। ସାଫା ଆମେ କଥାଟାକୁ ଆସିଲେ କଥା ହେବୁ ଆଗ ଯିବୁ ଆଗ। ହଉ ଗୋଟେ କାମ କର କଣ କରିବା? ବାଇଆରେ ଗେଟ୍ ଜଗିଥିବୁ ଟିକେ ଉଠ। ଆକେ ବାନ୍ଧରେ କେମିତି ହେଲେ ହବ କି ତୁ ଲେଲା ଭାବିଛି ମଜୁନ ସାଙ୍ଗରେ କଥା ହେଲେ ହବ ଆଗା। ଆଉ ଏଠି ତାର ବାଳ ଗୋଟେ ପକା ସୁଭଦ୍ରାକୁ ଭିତରେ ପୁରେଇବୁନି ନାଇଁ ଅର୍ଜୁନକୁ ବାହାରକୁ ଛାଡିବୁନି ନାଇଁ ନାଇଁ ବୁଝିଲୁ ଏମାନେ ବାହାରେ ବାହାରେ କଥାବାର୍ତ୍ତା ନେ, ହେଇକି ଯା। ତେରା ବାଡ ବୋଲି ମାମୁ ମୁଁ ଦେଖିଛି ରେ କି ସେ ବାହାରେ ତେରା ବାଳ ନୂଆଗିରି ବୋଉ ପିଲା ନାଉଛନ୍ତି ବେଲା ରେ ହଁ ଯୋଉ ଦି କାନି ଖଦି ଆଡୁକା କରୁଛନ୍ତି ହଁ ମୁଁ ଦେଖିଛି ମୋ ବୋଉ ଆଇଲା ହଁ ତୋର ବୋଉ ଆଇଲା ତୁ ଦେଖିଦେଇଛୁ ହଁ ନାଇଁ ଲୋ ନାନୀ ମୋ ଆଘ ମା ମତେ ଜନ୍ମ କରି ମରିଗଲା ହଁ ତାପରେ କଣ ହେଲା? ତାପରେ କଣ ହେଲା ରେ? ମୋ ଆଘ ମା ମରିଗଲୁରୁ ମୁଁ ଗୋଟେ ଟିଙ୍ଗିରି ଛୋଟ ପିଲାଟେ ହେଇଥିଲି ଟିଙ୍ଗି ମେଡିକାଲ ରେ ତୁ ମୋ ବୋପା ମୁଁ କହିଲି ବୋପାରେ ହଁ ମତେ ଭିପା କରି ତୋତେ ମୋ ବୋପାକୁ ଆଉଥରେ ଦ୍ୱିତୀୟ ପକ୍ଷରେ ମାଗିନା ନା ନେଲି ମୋ ପାଇଁ ଗୋଟେ ମା ଟେ ଆଣେ ବୋଲି କହିଲୁ। ମୋର ଲାଳନ ପାଳନ କରିବା ପାଇଁ ମୋ ବୋପା ଆଉଥରେ ଦ୍ୱିତୀୟ ପକ୍ଷରେ ଗୋଟେ ବାହା ହେଲା ହଁ ହଁ ଯେତେବେଳେ ବାହା ହେଲୁ ଗୁରୁ ମୋ ନୂଆ ବୋଉ ନୁହି ନଙ୍ଗିରି ଆଉଥିଲା ଦି କାନି ମାଇକିନା ଲୋକମାନେ ଖଦି ଆଡୁକା କରୁଥିଲେ ହଁ ମୋ ବୋଉ ନୁହ ନୁହି ଆଗିଲାରୁ ମୁଁ ଏମିତି କନାରେ ଗୋଟେ କିରି ଦେଖିଲି ଅରୁଣା ଟିକେ ଦେଖିଲି। ମୋ ବୋଉ କାନ୍ଦି କାନ୍ଦି ଆଉଥିଲା ଲୋ ନାନୀ କାନ୍ଦିବନି କିରେ ଏତେ ଦିନରେ ବାପା ମା ସମସ୍ତଙ୍କୁ ଛାଡିକି ଆଇଲା। କାନ୍ଦି କାନ୍ଦି ନାକରେ ସିଙ୍ଗାଣି କାଟି ଦେଇଥିଲା ଲୋ ନାନୀ ପ୍ରକୃତ କଥା ମାଷ୍ଟେ ଇଏ ମା କୁ ମେଡିକାଲ ରେ ବ୍ରହ୍ମପୁର ଏମକେସିସି ରେ ମରିଗଲା ମା 2 ବର୍ଷ ତା ମା ପେଟରେ ରହିଗଲା ଏଡ ସମ୍ଭାଳିଲା କଷ୍ଟ ସମ୍ଭାଳି ପାରିଲେନି ତା ମା ମରିଗଲା ସେଥିପାଇଁ ଏତେ ଦିନ ହେଇଯାଇଛି ତୋ ମାକୁ ତ ତୋତେ କାଲାରୁ ଏଇ ବାବା ଆଡେ ପକା ଆଲେ ଯା କଥାବାର୍ତ୍ତା ହେଇଯା ମାୟା ମାର ପେଟ ଫାଡ଼ିକିରି କାଢୁଥିଲୁ ପିଲାଟାକୁ କାଲାରୁ